ଆକ୍ଚୁଆଲି ଏଇଠି ଗୋଟେ କଥା ମୁଁ କହିବା ପାଇଁ ଚାହିଁବି, ଯେକୌଣସି ସିଙ୍ଗର ହୁଅନ୍ତୁ, ସେ ଓଡ଼ିଶାର ଆଗ ଧାଡ଼ିର ହୁଅନ୍ତୁ ବା ବଲିଉଡ୍ ସିଙ୍ଗର ହୁଅନ୍ତୁ, କୌଣସି ସିଙ୍ଗରଙ୍କୁ କେହି ବି ଡାଇରେକ୍ଟ କଣ୍ଟାକ୍ଟରେ ଆଣିପାରନ୍ତି ନାହିଁ। କାହାର ନମ୍ବର ସେମାନେ ଦିଅନ୍ତି ନାହିଁ, କାହିଁକିନା ସେମାନେ ବହୁତ ବିଜି ପର୍ସନ୍, ତାଙ୍କୁ ବହୁତ ଫୋନ୍ କଲ୍ସ ଯିବ, ବହୁତ ମେସେଜ ଯିବ, ତ ସେଥିପାଇଁ ସେ ଆଭଏଡ଼ କରନ୍ତି, ନିଜର ମ୍ୟାନେଜର ରଖନ୍ତି ଏବଂ ସେ ମ୍ୟାନେଜରଙ୍କ ଥ୍ରୁରେ ଏବଂ ହ୍ୟୁମାନ ସହିତ ମୁଁ ନିଜେ ବି କଥା ହେଇଛି। କଥା ହେଇକି ସେ ମୁଁ ମନା କରୁଥିଲେ ଆକ୍ଚୁଆଲି ଗଦାସାହି ପ୍ରୋଗ୍ରାମ କରିବା ପାଇଁ, କାହିଁକିନା ତାଙ୍କର ବହୁତ ଗୁଡ଼ିଏ ପ୍ରୋଗ୍ରାମ ଥିଲା ଏବଂ ଷ୍ଟୁଡ଼ିଓରେ ରେକର୍ଡ଼ିଂ ମଧ୍ୟ ଥିଲା। ଆମେ ଯେଉଁ ଚାହୁଁଥିଲୁ ଯେଉଁ ଦୁଇଟି ଡେଟ୍, ସେ ଦୁଇଟି ଡେଟ୍ରେ ସେ ରାଜି ନଥିଲେ, କିନ୍ତୁ ଆମେ ଫୋନ୍ରେ ତ ଯାହା କଥା ହେଲୁ, କିନ୍ତୁ ପର୍ସନାଲ ଆମେ ଯାଇକି ସେଠି ଦିନେଶ ଭାଇ, ଆମର ଦିନେଶ ବାବୁ, ଆମେ ଏକାଠି ବସିକି ଆମେ ତାଙ୍କୁ ଆଲୋଚନା କରି ତାଙ୍କୁ ପପୁ ଦିନେଶ ବେହେରା, ସେ ତାଙ୍କର ବହୁତ ଭଲ, ମୋ ଜାଣିବାରେ ଦିନେଶ ବହୁତ ଭଲ, କାହିଁକିନା ହ୍ୟୁମାନଙ୍କୁ ସେ ବହୁତ ମାନେ ମ୍ୟାନେଜର, ସେ ତାଙ୍କୁ ଟୋଟାଲ ପ୍ରୋଗ୍ରାମ ସେ ଆରେଞ୍ଜ କରନ୍ତି। କାହିଁକିନା ସେ ଦିନେଶ ବହୁତ କଥା ମାନେ ହ୍ୟୁମାନଙ୍କୁ ମାନେ, କାହିଁକିନା ମୁଁ ଯେତେବେଳେ ଦିନେଶକୁ କହିଲି, ସେ କହିଲା ଭାଇ ମନା କରିଛନ୍ତି କୌଣସି ପ୍ରୋଗ୍ରାମ ରଖିବେନି, କାରଣ ତାଙ୍କ ଦେହ ଭଲ ନାହିଁ, ବହୁତ ଗୁଡ଼ିଏ ପ୍ରୋଗ୍ରାମ ଅଛି, ଆପଣ ଯେଉଁ ଡେଟ୍ ଦୁଇଟି କହୁଛନ୍ତି ସେ ଡେଟ୍ରେ ହେବନି, ଆପଣ ନେକ୍ସଟ ଡେଟ୍ ରଖନ୍ତୁ। ଭାଇ ରାଜି ହେଇପାରନ୍ତି, ଯେହେତୁ ତାଙ୍କ ରେକର୍ଡ଼ିଂ ବି ଅଛି। ତ ଆମେ ନିଜେ ପର୍ସନାଲ ଯାଇଥିଲୁ, ଭେଟିଥିଲୁ ଏବଂ ମୋ କଥା ରଖି ସେ ରାଜି ହେଇଥିଲେ ପ୍ରୋଗ୍ରାମ କରିବା ପାଇଁ, ବହୁତ କମ୍ ବଜେଟରେ ମଧ୍ୟ ରାଜି ହେଇଥିଲେ।